आम्भमानଙ୍କର ପ୍ରେମମୟ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କୁ ଧନ୍ୟବାଦ ଓ ପ୍ରଶଂସା ଜଣାଉଛୁ, କାରଣ ତାଙ୍କରି ପ୍ରେମ ଦ୍ୱାରା ଆଜି ଆମେ ବିନଷ୍ଟ ହୋଇନାହୁଁ। ଆମେ ଜୀବନରେ ବଞ୍ଚିଛୁ ଆଉ ତାଙ୍କରି ସେବା କରିବା ପାଇଁ ସୁଯୋଗ ପାଉଅଛୁ। ଆଜି ଆମେ ଆଗାମୀ ବିଚାର ବିଷୟରେ କିଛି ସମୟ ଧ୍ୟାନ କରିବା। ଯେହେତୁ ଖ୍ରୀଷ୍ଟିଆନର ଶେଷ ଓ ଅନ୍ତିମ ସ୍ତର ହେଉଛି ବିଚାର। ଏହି ବିଚାର ଦିନକୁ ପ୍ରଭୁଙ୍କ ଦିନ ବୋଲି ମଧ୍ୟ କୁହାଯାଏ। ଆଜିକାଲି ମୋର ପ୍ରିୟ ବନ୍ଧୁମାନେ ବିଚାର ବିଷୟରେ ପ୍ରଚାର କରିବା ପାଇଁ ପଛଘୁଞ୍ଚା ଦିଅନ୍ତି। ମଣ୍ଡଳୀକୁ ଜାଗ୍ରତ ସଚେତନ କରିବା ପାଇଁ ଇଚ୍ଛା କରନ୍ତି ନାହିଁ। ଯେହେତୁ ପ୍ରତ୍ୟେକ ବିଷୟର ଅନ୍ତ ରହିଛି, ତେଣୁ ଖ୍ରୀଷ୍ଟିଆନ ଜୀବନର ଅନ୍ତ ମଧ୍ୟ ବିଚାର ବୋଲି ଆମେ ବୁଝିବା ଦରକାର। ଯେହେତୁ ବିଚାର ପରେ ହିଁ ଆମେ ପାସ୍ କି ଫେଲ୍ ଜଣା ପଡ଼ିଯିବ। ତା ପୂର୍ବରୁ ଆମେ ଏପର୍ଯ୍ୟନ୍ତ ଜାଣିପାରୁନାହୁଁ କି ସେ ବିଚାର ବିଷୟରେ ବୁଝିବା ପାଇଁ ଆମେ ଚେଷ୍ଟା ବି କରୁନାହୁଁ। କିନ୍ତୁ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ଇଚ୍ଛା ହେଉଛି ଆମେ ଆମ ମଣ୍ଡଳୀକୁ, ଆମ ସମାଜକୁ ସେଇ ଦ୍ୱିତୀୟ ଆଗମନ ଦିନର ବିଚାରରୁ ରକ୍ଷା ପାଇ ଅନନ୍ତ ଜୀବନରେ ପ୍ରବେଶ କରିବାକୁ ହେବ ବୋଲି। ଆମେ ଆଜି କେଉଁ ବିଷୟରେ ଅଧିକ ପ୍ରଚାର କରିବା କଥା, ଯାହାକି ଆମ ମଣ୍ଡଳୀର ପରିତ୍ରାଣର କାରଣ ହୋଇପାରିବ? କେତେକ ଆଜି ଏପରି ପ୍ରଚାର କରିବାରେ ଲାଗି ପଡ଼ିଛନ୍ତି ଆଉ କହୁଛନ୍ତି ଯେ ବିଶ୍ୱାସୀମାନଙ୍କୁ ଦଣ୍ଡାଜ୍ଞା ନାହିଁ। ପୁଣି କହୁଛନ୍ତି ତୁମେମାନେ ଯଦି ବିଶ୍ୱାସ କରୁଛ ତେବେ ଅନନ୍ତ ଜୀବନ ପ୍ରାପ୍ତ ହୋଇଅଛ, ଆଉ ବିଚାରିତ ହେବ ନାହିଁ। ପୁଣି ମୃତ୍ୟୁକୁ ମଧ୍ୟ ତୁମେ ଆଉ ଭୟ କରିବ ନାହିଁ ବା ମୃତ୍ୟୁ ତୁମର କିଛି କରିପାରିବ ନାହିଁ। ଏହା କି ପ୍ରକାର ବିଶ୍ୱାସ କଥା ବାଇବେଲରେ ପ୍ରକାଶ ପାଇଛି? କେମିତି ବିଶ୍ୱାସ କଲେ ଏସବୁରୁ ଆମେ ରକ୍ଷା ପାଇବା? କିନ୍ତୁ ଆଜି ମୁଁ କାହାକୁ ବି ଆଘାତ ଦେବାକୁ ଚାହେଁ ନା, କାହାକୁ କାଉଣ୍ଟର ଆଟାକ୍ କରିବାକୁ ଚାହେଁ ନା, କାହାର ବିରୋଧରେ କହିବାକୁ ଚାହେଁ ନା। ବାକ୍ୟ ଯାହା କହୁଛି ତାହାକୁ ଆପଣମାନଙ୍କ ସମ୍ମୁଖରେ ମୁଁ ଉପସ୍ଥାପନ କରିବାକୁ ଚାହୁଁଛି। ଯେହେତୁ ଆମେ ତ ସବୁବେଳେ ଆମର ସବୁଠୁ ବେଷ୍ଟ ପରଫର୍ମାନ୍ସକୁ ଆମେ ବିଶ୍ୱାସୀମାନଙ୍କ ସମ୍ମୁଖରେ, ମଣ୍ଡଳୀ ସମ୍ମୁଖରେ ରଖିଥାଉ। ହେଲେ ଆମ ବିଶ୍ୱାସୀମାନେ, ସେମାନେ ବି କୌଣସି ଗୁଣରେ କମ୍ ନୁହନ୍ତି। ସେମାନେ ସମସ୍ତ ବିଷୟ ଜାଣନ୍ତି, ବୁଝନ୍ତି, ହେଲେ ତାକୁ ସେମାନେ ହିଁ ପରଖ କରନ୍ତି। ହେଲେ ବେଳେବେଳେ ସେମାନେ ନିରୁତ୍ତର ରହନ୍ତି। କାହିଁକି ଆମେ ଆମ ପାଳକଙ୍କୁ ଆମେ କହିବା, କିନ୍ତୁ ବାଇବେଲରେ ଲେଖା ଅଛି ଆମେ ପ୍ରତ୍ୟେକ ଆତ୍ମିକ ବିଷୟର ବୋଧତାକୁ ଆମେ ପାଳକଙ୍କୁ କହିବା ଦରକାର, ଜଣାଇବା ଦରକାର, ସଚେତନତା କରିବା ଦରକାର। କାରଣ ଆମେ କହିବା ନାହିଁ ଯେ ଆମେ ସବୁବେଳେ ଠିକ୍ କରୁଛୁ, ଆମେ ହିଁ ଠିକ୍। ମନୁଷ୍ୟ ଭାବରେ ଆମେ କେତେବେଳେ ଭୁଲ କରିଥାଉ। ଆମେ କେତେବେଳେ ପ୍ରଭୁଙ୍କ ବିରୋଧରେ ବି କହିଦେଇଥାଉ। ତେଣୁକରି ଆମେ ସମସ୍ତ ବିଷୟରେ ଜାଗ୍ରତ ହେବା ଦରକାର। ବିଶେଷ କରି ଆମ ପ୍ରଚାର ବିଷୟରେ ମଧ୍ୟ ଜାଗ୍ରତ ଓ ସାବଧାନତା ହେବା ଦରକାର। କେଉଁ ବିଷୟରେ ପ୍ରଚାର କରୁଛୁ? ପବିତ୍ର ଆତ୍ମାଙ୍କର ଅଭିଷେକର ପ୍ରଚାର କି ନିଜର ବୁଦ୍ଧି ଜ୍ଞାନର ପ୍ରଚାର? ଯେହେତୁ ବାକ୍ୟ ଯେ ପ୍ରଚାର କରେ କେବଳ ବକ୍ତା ଅଟନ୍ତି ପବିତ୍ର ଆତ୍ମା। ଆମେ ପ୍ରଚାର କଲାବେଳେ ପବିତ୍ର ଆତ୍ମା ସତରେ ସେ ବକ୍ତା ହେଇ ପ୍ରଚାର କରୁଛନ୍ତି କି? ଏ ସମସ୍ତ ବିଷୟ ଆମେ ଜାଣି ନ ପାରିଲେ ମଧ୍ୟ ବିଶ୍ୱାସୀମାନେ ଜାଣିଥାନ୍ତି। ଆମେ ଆରମ୍ଭ କରିବା ପ୍ରେରିତ ତାର 24 ପର୍ବର ତାର 25 ପଦରୁ। ଏଠାରେ ଲେଖା ଅଛି, ଫେଲିକସ୍ ଯେତେବେଳେ ସେ ପାଉଲଙ୍କ ଠାରୁ ଯୀଶୁଖ୍ରୀଷ୍ଟଙ୍କର ବାକ୍ୟ ଶୁଣୁଛନ୍ତି, ସେ ଏକ ନୂଆ ଲୋକଙ୍କୁ କେଉଁ ବିଷୟରେ ପ୍ରଚାର କରିବା କଥା
କିନ୍ତୁ ସେ ଯେଉଁ ପ୍ରଚାର କରୁଛନ୍ତି ତାହା ଆଶ୍ଚର୍ଯ୍ୟ ଲାଗୁଛି। ସେ ପ୍ରଚାର କରୁଛନ୍ତି କିନ୍ତୁ ସେ ଧାର୍ମିକତା, ଆତ୍ମସଂଯମ ଓ ଆଗାମୀ ବିଚାର ବିଷୟରେ କଥା କହିବା ସମୟରେ ଫେଲିକସ୍ ଭୀତ ହୋଇ ଉତ୍ତର ଦେଲେ, ବର୍ତ୍ତମାନ ତୁମେ ଯାଅ, ସୁବିଧା ସମୟ ପାଇଲେ ଆମ୍ଭେ ତୁମକୁ ଡକାଇବା। ଆଜ୍ଞା, ଯୀଶୁଙ୍କର ପ୍ରେମ ବିଷୟରେ, ଯୀଶୁଙ୍କର ଜନ୍ମ ବିଷୟରେ ଏହିପରି ବିଷୟ ପ୍ରଚାର କରିବା କଥା। କିନ୍ତୁ ଯେତେବେଳେ ସେ ଧାର୍ମିକତା, ଆତ୍ମସଂଯମ ଓ ଆଗାମୀ ବିଚାର ବିଷୟରେ କହିଲେ, ଫେଲିକସ୍ ସେ ଡରିଗଲେ ବୋଲି ଲେଖା ଅଛି। ଆଗକୁ ଏକ ବିଚାର ଅଛି। ଆଜି ବିଚାର ବୋଲି କହିଲେ ଅନେକ ଲୋକ ଭୟଭୀତ ହୁଅନ୍ତି। କିନ୍ତୁ ଯଦି କୁହାଯିବ ତୁମେ ବିଶ୍ୱାସ କରୁଛ, ତୁମେ ଆଉ ବିଚାରିତ ହେବ ନାହିଁ। ସେଥିପାଇଁ ଆଜିର ବାକ୍ୟ ଆମେ ଆଲୋଚନାକୁ ନେଇଛେ। ବାଇବେଲ କ'ଣ କହୁଛି ପ୍ରିୟ ଲୋକମାନେ, ଆମେ କେମିତି ବୁଝୁଛୁ? ପ୍ରତ୍ୟେକ ଲୋକଙ୍କ ପାଇଁ ଏକ ବିଚାର ରହିଛି, ଯେଉଁ ବିଚାରରେ କି ଆମେ ଦୋଷୀ କି ନିର୍ଦ୍ଦୋଷୀ ଆମେ ଜଣା ପଡ଼ିଯିବା। ଆଜି ତ ଆମେ ଠିକ୍ ଅଛୁ, ବାହାରେ ଆମର କେହି ଦେଖୁନାହାନ୍ତି, କିନ୍ତୁ ବିଚାରରେ ସମସ୍ତ ବିଷୟ ଅଣାଯିବ ବୋଲି ବାଇବେଲ କହୁଛି। ବିଚାର ବିଶ୍ୱାସୀମାନଙ୍କର ନୁହେଁ, ଅବିଶ୍ୱାସୀମାନଙ୍କର ବୋଲି କୁହାଯାଉଛି। ତେଣୁ ଆସନ୍ତୁ ବାଇବେଲରେ ଯେଉଁ ସମସ୍ତ ବିଷୟ ଲେଖା ଅଛି ତାକୁ ଆମେ ପଢ଼ିବାକୁ ଯିବା। ପ୍ରଥମ ପିତର ତାର 4:17 ଆସନ୍ତୁ ପଢ଼ିବା। କାରଣ ଈଶ୍ୱରଙ୍କ ଗୃହଠାରୁ ଆରମ୍ଭ କରି ବିଚାର କରିବା ସମୟ ଉପସ୍ଥିତ। ଆଉ ଯଦି ପ୍ରଥମରେ ଆମ୍ଭମାନଙ୍କ ଠାରୁ ଆରମ୍ଭ ହୁଏ, ତେବେ ଯେଉଁମାନେ ଈଶ୍ୱରଙ୍କ ଅନାଜ୍ଞାବହ ସେମାନଙ୍କର ଶେଷ ଦଶା ବା କ'ଣ ନ ହେବ? ବିଚାର ବାଇବେଲ କହୁଛି ଈଶ୍ୱରଙ୍କ ଗୃହଠାରୁ ଆରମ୍ଭ ହେବ, ଖ୍ରୀଷ୍ଟିଆନ ଲୋକମାନଙ୍କ ଠାରୁ ଆରମ୍ଭ ହେବ, ବଡ଼ ବଡ଼ ଲୋକମାନଙ୍କ ଠାରୁ ଆରମ୍ଭ ହେବ। ପୋପ୍, ବିଶପ, ରେଭରେଣ୍ଡ, ପାଳକ, ଡିକନ, ପ୍ରାଚୀନ, ତାପରେ ବିଶ୍ୱାସୀ, ଏହିପରି ଭାବରେ ବିଚାର ଆରମ୍ଭ ହେବ। ତେବେ କିପରି ଆମ ଲୋକ କହନ୍ତି ଯେ ବିଶ୍ୱାସୀମାନେ ବିଚାରିତ ହେବେ ନାହିଁ? ପୁଣି ମୁଁ ଆଉ କହିବି, ଅନେକ ବିଷୟ ପାଉଲ ବି ଲେଖିଛନ୍ତି। ଏହି ବିଚାର କେବଳ ଖ୍ରୀଷ୍ଟିଆନ ମାନଙ୍କ ପାଇଁ ଉଦ୍ଦିଷ୍ଟ ବୋଲି କୁହାଯିବ, ଯେଉଁମାନେ ସୁସମାଚାର ଶୁଣିଛନ୍ତି। ଅନାଜ୍ଞାବହ ମାନେ ଯାହାକି ଆମେ ଅନ୍ୟ ଜାତିର ଲୋକମାନଙ୍କୁ କହିପାରୁ, ସେମାନଙ୍କ ବିଚାର କଥା ବାଇବେଲରେ ଲେଖା ନାହିଁ। କାରଣ ବାଇବେଲ କହୁଛି ଯେଉଁମାନଙ୍କର ନାମ ଜୀବନ ପୁସ୍ତକରେ ଲେଖାଯିବାର ଦେଖାନଗଲା, ସେମାନଙ୍କୁ ଅଗ୍ନିମୟ ହ୍ରଦରେ ପକାଗଲା, ଯାହା ପ୍ରକାଶିତ 20:15 ଲେଖାଯାଏ। ଆଜି ଯେଉଁମାନେ ଯୀଶୁଙ୍କ ବିଷୟ ଶୁଣି ନାହାନ୍ତି, ଯୀଶୁଙ୍କୁ ଜାଣିନାହାନ୍ତି, ସେମାନଙ୍କ ନାମ ଜୀବନ ପୁସ୍ତକରେ ନାହିଁ। ପ୍ରିୟ ବନ୍ଧୁଗଣ, ଆଜି ପ୍ରତ୍ୟେକ ଲୋକ ଆମେ ଜାଣୁଛେ ଯେ ଯେତେବେଳେ ଆମେ ପ୍ରଭୁଙ୍କୁ ଗ୍ରହଣ କରି ବାପ୍ତିଜିତ ହେଉଛେ, ସେତେବେଳେ ଜୀବନ ପୁସ୍ତକରେ ଆମ ପ୍ରତ୍ୟେକଙ୍କ ନାମ ଲେଖାଯାଏ ବୋଲିକି ଆମେ ବିଶ୍ୱାସ କରୁଛୁ। ଆଉ ସେ ପ୍ରକାଶିତ 20:12 ଲେଖା ହେଲା, ପୁସ୍ତକ ସବୁ ଫିଟାଗଲା, ଆଉ ସେ ପୁସ୍ତକରେ ଲେଖା ଥିବା ପ୍ରକାରେ ସମସ୍ତେ ବିଚାରିତ ହେଲେ। ଆଜ୍ଞା, ଏକ ବିଜାତୀୟର ନାମ କି ଜୀବନ ପୁସ୍ତକରେ ଲେଖା ହେବ? କେବେ ନୁହଁ। ଆଉ ସେଥିପାଇଁ ସେମାନଙ୍କ ବିଚାରିତ ନୁହେଁ, ସେମାନଙ୍କୁ ଡାଇରେକ୍ଟ ନର୍କ କୁଣ୍ଡକୁ ନିଆଯିବ। ସେମାନେ ବିଚାରିତ ନ ହୋଇ ଅଗ୍ନି ମଧ୍ୟରେ ପ୍ରବେଶ କରିବେ। ତେବେ କାହାର ବିଚାର ହେବ? ଯାହାକୁ ଅଧିକା ଦିଆଯାଇଛି ତାହାଠାରୁ ହିଁ ଅଧିକ ଆଶା କରାଯିବ। ଯିଏ ବଡ଼ ଲୋକ ତାଠାରୁ ହିଁ ଅଧିକ ମଗାଯିବ। ଯେହେତୁ ଆମେ ଜାଣିଛେ ଯାହାକୁ 5 ତୋଡ଼ା ଦିଆଗଲା ତାଠାରୁ 5 ତୋଡ଼ା ମଗାଗଲା, ଯାହାକୁ 2 ତୋଡ଼ା ଦିଆଗଲା 2 ତୋଡ଼ା ମଗାଗଲା। ଆଜ୍ଞା, ଏହା ମଧ୍ୟ ଯୀଶୁଙ୍କର ଏକ ବିଚାର ଦିନ ନିମନ୍ତେ ଉଦାହରଣ ଅଟେ। ଯୀଶୁ ଏଇ ଯେଉଁ ଉଦାହରଣ କହିଲେ, ଏହା ସେ ବିଚାର ଦିନକୁ ସୂଚାଏ। ଶେଷ ଦିନରେ ଏହିପରି ସେ ବିଚାର କରିବେ। ଆମେ ଯେତେ ଅଛୁ ବଡ଼ ବଡ଼ ଲୋକ, ବଡ଼ ବଡ଼ ପଦବୀ ପ୍ରାପ୍ତ ଲୋକ, ପ୍ରଭୁ ଆମଠାରୁ ସେତିକି ସେ ମାଗିବେ ବିଚାରରେ। ଆମେ ଜାଣିଛୁ ଲୋକେ ସୁନାକୁ ହିଁ ପରଖ କରନ୍ତି, ପରୀକ୍ଷା କରନ୍ତି,
रूपाकू तंबाकू लुहाकू परीक्षा करती नहीं कहीं से सबू को आम जानी सबू कौन सी मूल्य नहीं किंतु सुनार मूल्य थिबारु ताकू परीक्षा करा जाए आ सुना को परीक्षा कले ताहार तेज बाहरे आमे आउरी जानिछे जे पाठ पढ़ुछि से ही केवल परीक्षा दिए जे पाठ पढ़े ना से केबे भी परीक्षा दिए नहीं तेणु आज जहाँ को दिया जाइछि जे यीशु को जानिछि जे आज ख्रीष्ट को विश्वास करिछि सेही मानकर विचार हेबो बोली बाइबल कहूछि। देखंतु आमे पढ़िबा 2 कोरिन्थी 5:10 पद पाउलो कोन कहउछंती कारण भलो हेउ बा मंद हेउ प्रत्येक जन अपना शरीर द्वारा कृत कर्म अनुसार फल पाइबा निमंते ख्रीष्टन को विचार सुन छामुरे आम समस्त को प्रकाशित हेबाको हेबो। पाउल ए स्थान रे से कोरिन्थीय मंडली को एक कथा लिखुछंती कौन लिखुछंती से आम प्रत्येक को विचार सम्मुख रे ठिया हेबाको हेबो। से लिखि नांती केवल अविश्वासी माने विचारित हेबे आमे विचार हे सारिछे आमे स्वर्ग पहुंची जाइछे से लिखुछंती ताकू से निजको भी से शामिल करछंती आमे समस्ते आज्ञा कोरिन्थीय मंडल लोक कोन अविश्वासी थिले विश्वास करू नथिले कि तब केमिति विचारित हेबाको हबो बोली पाउल लिखुछंती। तेणु प्रभुंकर वाक्य को बुझिबा एवं बुझेबा आत्मिकतार अभिषेक आवश्यकता रही। पुणी आम पढ़ा रोमियो मंडली को मध्य से लिखुंट तार 14 पर्वर 10 पुणी 12 पद किंतु तुम्हें कहीं अपना भाईर विचार करुअछ कि तुम्हें कहीं अपना भाई को तुच्छ करुअछ आमे मैंने समस्ते तो ईश्वर को विचार सुन सामुरे ठिया हेबा 12 पद अतएव आम्भ मानकर प्रत्येक जन को ईश्वर को छामुरे निज निजर हिसाब देवा को हबो। से रोमियो मंडल को भी से कथा कहउछंती आमे समस्ते विचारित हेबा से कहूना रोमियो मंडली को ना ना तुम मंडली विचारित हब ना तुम विश्वास करुछ आमे प्रत्येक विचार सम्मुखीन हेबा को हबो जेहेतु यह हूँ ख्रीस्टियन मानकर शेष गेट जदि विचारित हेबा नहीं बोली कहबा तेबे हुए तो समस्त ख्रीस्टियान से मैंने स्वर्ग राज्यर अधिकारी हेबे समस्ते ईश्वर राज्यर अधिकारी हेबे किंतु स्वर्ग रास्ता संकीर्ण बोले आम समस्ते जानिछे बहुत कम लोक से स्थान को जीवे बोले आम जानुछे पूर्वर भी आम किसी सूचना पाउछे एतिकी लोक बाहर एतिकी पहुँचले। तेणु प्रिय बंधुगण आज अनेक समय आम स्वाधीनतार व्यवस्था द्वारा विचारित हेबा नहीं बोली आम कहूँ बोधे जहाँ जाकुब तार 2:12 पद कहे स्वाधीनतार व्यवस्था द्वारा जे तुम्हें माने विचारित हेबो यह जानी से प्रकार कथा कुह ओ कार्य करो। तेणु आमे जो स्वाधीनता कही ख्रीष्ट मान को स्वाधीन देले अनुग्रह बोले देले बोली कही आमे भावुछु आमे विचारित हेबा नहीं किंतु शेष दिन रे आमे जे धरा पड़ी जिबा यह आमे जानी रखिबा दरकार। पाउल जहाँ कहिले आम प्रत्येक कार्य भल पुणी मंद से जीवन पुस्तक लिखिछंती तदनुसार विचारित हेबो। आज मु कहिबी प्रिय मो लोक माने आमे समस्ते मोबाइल व्यवहार करुछे आमे केते विषय ऐड करुछे आ डिलीट करुछे आ एबे भी समय अछि जदि आमे खराब विषय सब डिलीट कर देबा जदि आमे प्रभु कोठारे स्वीकार करी छाड़ी देबा आ कोनोसी खराब विषय रहिबो नाही आमान को विचार निमंते कोनोसी चिंता हेबा को हबो नाही जेहेतु जीवन पुस्तक खोला गले समस्त भल विषय ही रहिबो। एथिपाई किंतु आमे विचार को केबे भी अस्वीकार करि परिबा नाही जेहेतु बाइबल रे प्रभु पूर्वर भी सूचना दौरान से प्रकाश कर 2 पीतरता 2:4 पदरे पापरे पतित दूत मानू से न छाड़ी नरकरे निक्षिप्त करी विचार निमंते अंधकारमय गहर रखिछंती। आज दूत माने कौन विश्वास कर नथिले दूत मानू से छाड़िले नहीं तेबे केमिति आमे विचार कथा को ग्राह्य करिबा आम्भ मानकर नाही बोले आमे केमिति
ଅନ୍ୟମାନଙ୍କୁ କହିପାରିବା। ଯେହେତୁ ବିଚାର ମୁଁ କହିବି କେବଳ ଖ୍ରୀଷ୍ଟଙ୍କ ଲୋକମାନଙ୍କୁ, ଯେଉଁମାନେ ସତ୍ୟ ଜାଣିଛନ୍ତି, ଯେଉଁମାନେ ଭଲ ମନ୍ଦ ବିଷୟ ଜାଣିଛନ୍ତି, ସେମାନଙ୍କର ହିଁ ବିଚାର ହେବ। ଯଦି ଆମେ ଦେଖିବା ଜିହୁଦା ତାର 6 ପଦରେ ପଢ଼ିବା ଆସନ୍ତୁ। ପୁଣି ଯେଉଁ ଦୂତମାନେ ଆପଣା ଆପଣା ଉଚ୍ଚ ପଦ ନ ରଖି ନିଜ ନିଜ ବାସସ୍ଥାନ ପରିତ୍ୟାଗ କଲେ, ସେମାନଙ୍କୁ ସେ ମହାବିଚାର ଦିନ ପର୍ଯ୍ୟନ୍ତ ଚିରସ୍ଥାୟୀ ବନ୍ଧନରେ ଆବଦ୍ଧ କରି ଅନ୍ଧକାରମୟ ସ୍ଥାନରେ ରଖିଅଛନ୍ତି। ଯଦି ଏପରି ଦୂତମାନଙ୍କୁ ସେ ରଖିଛନ୍ତି ବିଚାର ପାଏ, ଆମେ ବିଶ୍ୱାସ କରିଦେଲେ କି ସେ ଆମକୁ ବିଚାର କରିବେ ନାହିଁ? ଏହିପରି ଚିନ୍ତାଧାରା ଆମମାନଙ୍କୁ ଯେ ବଡ଼ ବିପଦରେ ପକାଇବ, ଏଥିପାଇଁ ଆମେ ପୂର୍ବରୁ ଜାଗ୍ରତ ହେବାକୁ ହେବ। ପ୍ରଭୁଙ୍କ ବାକ୍ୟ ଅନୁସାରେ ମୁଁ କହୁଛି ବୋଲି ନାହିଁ, ପ୍ରଭୁଙ୍କ ବାକ୍ୟ ଯାହା କହୁଛି ତାକୁ ଆମେ ପରଖ କରିବାକୁ ହେବ। ସତରେ ଆମ ବିଚାର ହେବ କି ନାହିଁ, ବା ବିଚାର ନ ହେଇ ଆମେ ସିଧା ସ୍ୱର୍ଗକୁ ଚାଲିଯିବା। ବିଚାର ପରେ ହିଁ କିଏ ଧାର୍ମିକ କିଏ ଦୁଷ୍ଟ ତାହା ଜଣାପଡ଼ିବ। ଆଉ ବିଚାର ପରେ ସେ ଡାହାଣ ପାର୍ଶ୍ୱର ଲୋକମାନଙ୍କୁ ସ୍ୱର୍ଗ ରାଜ୍ୟକୁ ପଠାଇବେ, ଆଉ ବାମ ପାର୍ଶ୍ୱର ଲୋକମାନଙ୍କୁ ନର୍କକୁ ପଠାଇବେ। ଏହା ମଧ୍ୟ ବାଇବେଲ କୁହେ। ପୁଣି ଆମେ ପ୍ରକାଶିତ ତାର 14:7 ପଦ ପଢ଼ିବା। ଈଶ୍ୱରଙ୍କୁ ଭୟ କର ଓ ତାହାଙ୍କୁ ଗୌରବ ପ୍ରଦାନ କର, କାରଣ ତାହାଙ୍କ ବିଚାର ସମୟ ଉପସ୍ଥିତ। ପୁଣି ଯେ ଆକାଶ ପୃଥିବୀ ସମୁଦ୍ର ଓ ନିର୍ଝର ସମୂହ ସୃଷ୍ଟି କରିଛନ୍ତି, ତାହାଙ୍କୁ ପ୍ରଣାମ କର। ବର୍ତ୍ତମାନ ଆମେ ଶେଷ ସମୟରେ ଅଛୁ। ଆମେ ଶୁଣିପାରୁଛୁ ପୃଥିବୀର ଅବସ୍ଥା କ'ଣ। ଏହା ସବୁ ସେଇ ଦ୍ୱିତୀୟ ଆଗମନର ପୂର୍ବ ସୂଚନା। ତେଣୁ ଏବେ ଆମେ ଆଉ ନିଜକୁ ବହୁତ ଚାଲାକି ବୁଦ୍ଧିମାନ ଜ୍ଞାନୀ ବୋଲି ଦେଖାଇବାକୁ ହେବ ନାହିଁ। ଆମେ ଈଶ୍ୱରଙ୍କୁ ଭୟ କରିବାକୁ ହେବ, କାରଣ ତାଙ୍କର ବିଚାର ସମୟ ଉପସ୍ଥିତ। ଆମେ ସେହି ସମସ୍ତ ନିଜର ବୁଦ୍ଧି ଜ୍ଞାନ, ନିଜର ଚାଲାକି ଚତୁରପଣରେ ଆମେ ବିଚାରରୁ ଉଦ୍ଧାର ପାଇପାରିବା ନାହିଁ, କାରଣ ବିଚାର ସମସ୍ତଙ୍କ ପାଇଁ ନ୍ୟାଯ୍ୟ ଅଟେ ଓ ଧାର୍ଯ୍ୟ ଅଟେ। ରୋମିଓ ତାର 2:12 ଏବଂ 16 ପଦ ଅନୁସାରେ ସେମାନଙ୍କର ଗୁପ୍ତ ବିଷୟ ସବୁ ବିଚାର ଆଣିବେ, ଆମମାନଙ୍କର ସମସ୍ତ ଅଧର୍ମ ସବୁ ବିଚାର ଆଣିବେ। ମାଥ୍ୟୁ 12:36 ପ୍ରକାରେ ଆମର ଅସାର କଥା ସବୁ ସେ ବିଚାର ଆଣିବେ। ମାଥ୍ୟୁ 15:18 ପ୍ରକାରେ ଆମମାନଙ୍କର ଚିନ୍ତା କଳ୍ପନା ଭାବନା ସବୁ ବିଚାର ଆଣିବେ। ପ୍ରଥମ କରନ୍ତି ତାର 3:13 ପ୍ରକାରେ ଆମମାନଙ୍କର ପ୍ରତ୍ୟେକ ପାପ କାର୍ଯ୍ୟକୁ ଅଗ୍ନି ଦ୍ୱାରା ସେ ବିଚାର କରିବେ। ଆମେ ପ୍ରତ୍ୟେକ ଅବସ୍ଥାରେ ଯାହା କରୁଛୁ ଜଗତରେ, ସେଥିର ଆମେ ବିଚାରିତ ହେବାକୁ ହେବ। ଏଣୁକରି ପ୍ରଭୁଙ୍କର ଆଗମନ ସନ୍ନିକଟ। କେତେବେଳେ ଯେ ସେ ଦିନ ଆସିଯିବ ଆମେ ଜାଣିନାହୁଁ। ତେଣୁ ସେ ଦିନର ଅପେକ୍ଷା କରି ଆମେ କିପରି ସଦାଚାରୀ ଓ ଧର୍ମପରାୟଣ ହେବା ଉଚିତ, ଯାହା ଦ୍ୱିତୀୟ ପିତର 3:12 ପଦ କୁହେ। ଆଉ କିପରି ପବିତ୍ର ଭାବରେ ଜୀବନଯାପନ କରିବା ଉଚିତ। ପୁଣି ବିଚାରରେ ନ ଆସିବା ପାଇଁ, ପରୀକ୍ଷାରେ ନ ପଡ଼ିବା ପାଇଁ ଆମେ ଯତ୍ନବାନ ହେବା ଦରକାର। ସବୁବେଳେ ପ୍ରଭୁଙ୍କର ଇଚ୍ଛା ଅଭିମତକୁ ଲୋଡ଼ି ଚାଲିବା ଦରକାର। ଏପରି ଉତ୍ତମ କାର୍ଯ୍ୟ କରିବା ଦରକାର। ଯେହେତୁ ଆମେ ଯାହାର ବିଚାର କରୁଛୁ ତାକୁ ଆମେ ଜାଣିଲା ପରେ, ତାର କାର୍ଯ୍ୟ ବିଷୟରେ ବୁଝିଲା ପରେ ଆମେ ବିଚାର କରିଥାଉ। ତଦ୍ରୂପ ଆମର ପ୍ରତ୍ୟେକ ପାପ ଅଧର୍ମ ଅନ୍ୟାୟ ଯାହା ଆମେ କରିଛୁ ସେଥିର ହିସାବ ଆମକୁ ଦେବାକୁ ହେବ, ଯାହାକୁ ବିଚାର ବୋଲି କୁହାଯାଏ। ତେଣୁ ଏସବୁ ଯଦି ଆମ ମଧ୍ୟରେ ନଥିବ, ତେବେ ଆମେ ବିଚାରରେ କୌଣସି କ୍ଷତିଗ୍ରସ୍ତ ହେବା ନାହିଁ। ବିଚାର ଆମେ ପାସ୍ ହେବା, ବିଚାରରେ ଆମେ ପ୍ରଭୁଙ୍କ ଇଚ୍ଛା ଅନୁସାରେ ସେଇ ଡାହାଣ ପାର୍ଶ୍ୱ ରହିବା। ପ୍ରଭୁ ଆମ ପ୍ରତ୍ୟେକଙ୍କୁ ଏହି ବାକ୍ୟ ଦ୍ୱାରା ଆଶୀର୍ବାଦ ଅନୁଗ୍ରହ କରନ୍ତୁ। ଆମେନ୍।